ନା ବାସନ୍ତୀ ଲତା ତ୍ରିପାଠୀ। କ'ଣ କହିବେ ଯେଉଁ ପ୍ଲାଷ୍ଟିକ୍ ଚାଉଳ ଯେଉଁ ଭାଇରାଲ୍ ହେଉଛି ଆପଣ ଯେଉଁ ଫଟୋ ଗୁଡ଼ିକୁ ତା ବିଷୟରେ କ'ଣ? ନା ସାର୍ ମୁଁ ବୁଢ଼ୀ ଲୋକ ମୁଁ ଜାଣିନି ସେଟା ପ୍ଲାଷ୍ଟିକ୍ ଚାଉଳ ପ୍ରକୃତରେ ନୁହେଁ। ଆଉ ମୁଁ ଜାଣିନାହିଁ ମୁଁ ସେଇ ଚାଉଳ ଗୁଡ଼ାକ 2-4 ଛେକେ ଚାଉଳରୁ ଯେମିତି ଭାସିଲା ମୁଁ ତାକୁ ବାହାର କରୁଥିଲି। ଆଉ ସିଏ ଗୋଟେ ପିଲାଟା ଆସିଥିଲା ମୁଁ କ'ଣ କହିଦେନି ପ୍ଲାଷ୍ଟିକ୍ ଚାଉଳ ବୋଲି ଆଉ କ'ଣ ଆଉ ପ୍ରକୃତରେ କି ଚାଉଳ? ନା ପ୍ରକୃତରେ ସେ ଭିଟାମିନ୍ ଚାଉଳ। ହଁ ଆପଣ ଜାଣିପାରିଲେ? ନା ମୁଁ ଜାଣିପାରିନି। କ'ଣ ବୁଝିଲେ ସେ ଚାଉଳ? ମୁଁ ପୁଣି ନେଇକିରି ବହୁତ ଲୋକଙ୍କ କତରୁ ପଚାରିକି ବୁଝିନି ତାପରେ ଡିଲର ପାଖରୁ ନେଇକି ଯେମିତି ତାଙ୍କୁ ଦେଖେଇନି ସେ କହିଲେ ନା ଏଇଟା ଭିଟାମିନ୍ ଚାଉଳ ସମସ୍ତଙ୍କ ସବୁ ଚାଉଳରୁ ବାହାରୁଛି ତୋର ଏକୁଟିଆ ନୁହେଁ। ଆଉ ସେଇଠୁ କହିନି। ମୋ ନାଁ ହେଉଛି ଜଗବନ୍ଧୁ ଲେଙ୍କା, ଭଦ୍ରକ ଜିଲ୍ଲା ରିଟେଲର ସଂଘର ସଭାପତି ତଥା ଧାମନଗର ବ୍ଲକ ରିଟେଲର ସଂଘର ସଭାପତି ଏବଂ କଟସାଇ ଗ୍ରାମ ପଞ୍ଚାୟତର ରିଟେଲର। ପ୍ଲାଷ୍ଟିକ୍ ଚାଉଳ ଯେଉଁ କଥା କହିଲେ ପ୍ଲାଷ୍ଟିକ୍ ଚାଉଳ କଥାଟା ଶୁଦ୍ଧ ମିଛ ଏବଂ ସେ ଯେଉଁ ଲୋକ ସ୍ତ୍ରୀ ଲୋକ କହିଛନ୍ତି ପ୍ଲାଷ୍ଟିକ୍ ଚାଉଳ ବୋଲିକି ତାପରେ ମୁଁ ତାଙ୍କ ମତାମତ ନେଇଛି। ସେ କହିଛନ୍ତି ଯେ ମୁଁ କିଛି ସେ ବିଷୟରେ ଜାଣିନି ମୋତେ ଆସିକି ଯାହା କହିଲେ ତୁ ଏଇଆ କହ ମୁଁ କହିଦେଲି। ତେଣୁକରି ପ୍ଲାଷ୍ଟିକ୍ ଚାଉଳ ସେଇଟା ନୁହେଁ, ସେଇଟା ସରକାରଙ୍କ ତରଫରୁ ଆଜି ନୁହେଁ ଦୀର୍ଘ 5 ବର୍ଷ 6 ବର୍ଷ ପୂର୍ବରୁ ନବୀନ ପଟ୍ଟନାୟକ ଯେତେବେଳେ ଗଭର୍ଣ୍ଣମେଣ୍ଟ ଥିଲା ସେତେବେଳେ ଭିଟାମିନ୍ ଏ ଯୁକ୍ତ ଚାଉଳ ବୋଲି ଗୋଟେ ଯେଉଁ ଆଦିବାସୀ ଏରିଆରେ ଯେଉଁ ପ୍ରଚଳନ ହେଲା ଯେଉଁ ପ୍ଲାଷ୍ଟିକ୍ ଚାଉଳ ବୋଲି ଯେଉଁ ପ୍ରଚଳନ ହେଲା ସେଥିପାଇଁ ସେମାନେ ଇଏ କଲେ ଯେ ଭିଟାମିନ୍ ଏ ଚାଉଳ ଏଟା ପ୍ଲାଷ୍ଟିକ୍ ଚାଉଳ ନୁହେଁ ଏଟା ଭିଟାମିନ୍ ଏ ଚାଉଳ ପ୍ରତ୍ୟେକ କୁଇଣ୍ଟାଲରେ 1 କିଲୋ କରି ମିଶା ହେଉଛି। ସେଟା ଲୋକଙ୍କ ପାଇଁ ଭିଟାମିନ୍ ଯୁକ୍ତ ଚାଉଳ ସେଟା। ତେଣୁକରି ଇଏ ଗୋଟେ ଅପପ୍ରଚାର କରାହେଉଛି ଏଟା ଭିଟାମିନ୍ ଚାଉଳ ନୁହେଁ ଗୋଟେ ସରକାରକୁ ବଦନାମ କରିବା ପାଇଁ ବା ଆମ ରିଟେଲର ମାନଙ୍କୁ ବଦନାମ କରିବା ପାଇଁ ଗୋଟେ ଚକ୍ରାନ୍ତ ହେଉଛି। ତେଣୁକରି ସେଥିରେ କୌଣସି ବିଚଳିତ ହେବାର ନାହିଁ।